E-KYC ଯେଉଁମାନଙ୍କର ରାସନ କାର୍ଡ କଟିଛି ଆଉ ଥରେ ଆବେଦନ କଲେ କାର୍ଡ ପାଇପାରିବେ। ତ ଦେଖନ୍ତୁ ଯଦି ଆପଣମାନଙ୍କ ରାସନ କାର୍ଡ କଟିଯାଇଛି ଭୁଲ ଚୁକରେ ବା E-KYC କରିନାହାନ୍ତି ତା ଯୋଗୁରୁ ଆପଣଙ୍କ ରାସନ କାର୍ଡ କଟିଯାଇଛି, ତାହେଲେ ଆପଣମାନେ ଏବେ ଆବେଦନ କରିପାରିବେ, ଆଉ ଥରେ ଆପଣମାନେ ପାଇପାରିବେ। ତ ଦେଖନ୍ତୁ କଣ ଅପଡେଟ୍ ରହିଛି ଯେଉଁମାନଙ୍କ ରାସନ କାର୍ଡ କଟିଯାଇଛି, ଶେଷ ପର୍ଯ୍ୟନ୍ତ ଫୁଲ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ। ତ ଦେଖନ୍ତୁ E-KYC ଗରିବଙ୍କ ରାସନ କାର୍ଡ କଟିଥିବା ଅଭିଯୋଗ ପ୍ରଶଂସାରେ ପ୍ରକ୍ରିୟା ରଖିଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ E-KYC ଯେଉଁ ଗରିବଙ୍କ ରାସନ କାର୍ଡ କଟିଛି ସେମାନେ ମଧ୍ୟ ଆପଣଙ୍କ ପାଇଁ ରାସନ କାର୍ଡ ନୂଆ ଦିଆଯିବ। ତାହେଲେ ଆପଣମାନେ ଖୁବ୍ ଶୀଘ୍ର ଆପଣମାନେ ଆବେଦନ କରନ୍ତୁ। ଯଦି ଗରିବଙ୍କ ରାସନ କାର୍ଡ ଭୁଲରେ କଟି ଯାଇଛି ଆଉ ଥରେ ଆବେଦନ କରନ୍ତୁ। ଆଉ ଥରେ ଆବେଦନ କଲେ ସର୍ଭେ କରିକି କାର୍ଡ ଦେବୁ। ପାଖାପାଖି ଲକ୍ଷ ଲୋକଙ୍କ ରାସନ କାର୍ଡ କଟିଛି। ଇନକମ ଟ୍ୟାକ୍ସ ଦେଉଥିବା ଲୋକ, ଚାକିରି କରୁଥିବା ଲୋକଙ୍କ କାର୍ଡ କଟିଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ତ ଦେଖନ୍ତୁ ଯଦି ଆପଣଙ୍କ ରାସନ କାର୍ଡ କଟି ଯାଇଛି ଭୁଲ ଚୁକରେ ବା ଆପଣମାନେ E-KYC କରିନାହାନ୍ତି, ତାହେଲେ ଆପଣମାନେ କଟି ଯାଇଥିବାରୁ ଆପଣମାନଙ୍କ ରାସନ କାର୍ଡ ଆଉ ଥରେ ଆପଣମାନେ ଆବେଦନ କରିପାରିବେ, ନୂଆ ଆପଣମାନେ ପାଇପାରିବେ ରାସନ କାର୍ଡ। ତ ଏଇଭଳିଆ ଆଜିର ଅପଡେଟ୍ସ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।